ଥରେ ମୋ ମନ ଆଦୌ ଭଲ ଲାଗୁନଥିଲା। ଖାଲି ମନ କେମିତି ଗୋଳେଇ ଘାଣ୍ଟି ହେଉଥିଲା। ଦେହ ଗୁଡ଼ିକ କେମିତି ଗୋଟେ ଅଲଗା ପ୍ରକାର ହେଉଥିଲା। ମୋତେ ଖାଲି ଘିଅ ଖାଇବାକୁ ଇଚ୍ଛା ହେଉଥିଲା। ତେଣୁ କ'ଣ କରିବି ଏମିତି ଚିନ୍ତା କରୁଥିଲି। ହଠାତ୍ ମୋର ବୟଫ୍ରେଣ୍ଡ କଥା ମୋ ମନ ଭିତରକୁ ଆସିଲା। ତେଣୁ ମୁଁ କ'ଣ କଲି ନା ଫୋନ୍ଟିକୁ ଆଣିଲି ଏବଂ ମୋର ବୟଫ୍ରେଣ୍ଡକୁ ଫୋନ୍ କଲି। ତାକୁ ଡାକି ଆଣି ତା ପାଖରୁ ପାଖାପାଖି 1.5 ଘଣ୍ଟା ଧରି ନିଆଁ ଖାଇଲି। ତ ଏସବୁ ଘଟଣା କେମିତି ଘଟିଲା, କେମିତି ହେଇଥିଲା ଏବଂ ଏସବୁ ବିଷୟରେ ମୁଁ ଆପଣମାନଙ୍କୁ ଏ ଭିଡ଼ିଓରେ ସବିଶେଷ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ପ୍ରୀତି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲ୍ରେ ଆପଣମାନେ ହଟ୍ ଗିଆଁ ଗିଇଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲ୍କୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ ସମୟକୁ ନଷ୍ଟ ନକରି କିପରି ମୋ ବୟଫ୍ରେଣ୍ଡକୁ ପଟାଇ ତାଙ୍କ ପାଖରୁ ଗିଆଁ ଖାଇଥିଲି ସେହି ବିଷୟରେ ଆପଣମାନଙ୍କୁ କହୁଛି। ତ ସେଦିନ ଥିଲା ସନ୍ଡେ, ଛୁଟି ଦିନ। ମୁଁ ଘରେ ଥିଲି। ମୋ ବାପା ବୋଉ କେହି ଘରେ ନଥିଲେ, ସେମାନେ ମୋ ମାମୁଁ ଘରକୁ ଯାଇଥିଲେ। ତ ସେଦିନ କାହିଁକି କେଜାଣି ମୋତେ ଆଦୌ ଭଲ ଲାଗୁନଥିଲା। ସବୁବେଳେ ମନଟି ଘାଣ୍ଟି ଘାଣ୍ଟି ହେଉଥିଲା ଏବଂ ଦେହ ମଧ୍ୟ କ'ଣ କେମିତି ଗୋଟେ ହେଉଥିଲା। ଖାଲି ଇଚ୍ଛା ହେଉଥିଲା ଯେ ଗିଆଁ ଖାଇବା ପାଇଁ। କିନ୍ତୁ ମୁଁ ଘରେ ଏକୁଟିଆ ଥିଲି, ତ କ'ଣ କରିବି? ଏହି ସମୟରେ ମୋର ବୟଫ୍ରେଣ୍ଡ କଥା ମୋ ମନକୁ ଆସିଲା। ମୁଁ କ'ଣ କଲି ନା ଫୋନ୍ଟିକୁ ଆଣି ମୋ ବୟଫ୍ରେଣ୍ଡକୁ ଫୋନ୍ ଲଗାଇଲି ଏବଂ ସେ ମଧ୍ୟ ସେଦିନ କିଛି କାମରେ ନଥିଲେ, ପୁରା ଫାଙ୍କାରେ ଥିଲେ। ତେଣୁ ମୋ ଫୋନ୍ ପାଇବା କ୍ଷଣି 10ରୁ 15 ମିନିଟ୍ ପରେ ସେ ଆସି ମୋ ଘରେ ପହଞ୍ଚିଗଲେ। ତାପରେ ମୋତେ ପଚାରିଲେ କ'ଣ କାମ ଥିଲା। ମୁଁ ତାକୁ ଇଆଡ଼ୁ ସିଆଡ଼ୁ ଟିକେ ମିଛ କଥା କହିଦେଲି ଆଉ କହିଲି ମନଟା ଭଲ ଲାଗୁନଥିଲା ତ, ତେଣୁ ବସ ଆମେ କଥାବାର୍ତ୍ତା ହେବା। ସେ ତ ତୁମର ମମି ଆଉ ଡାଡ଼ି? ମୁଁ କହିଲି ସେମାନେ ମାମୁଁ ଘରକୁ ଯାଇଛନ୍ତି, ତେଣୁ କିଛି ଅସୁବିଧା ନାହିଁ, ତୁମେ ବସ ଟିଭି ଦେଖ। ତ ସେଇ ଟିଭି ଦେଖୁଥିବା ସମୟରେ ମୁଁ କ'ଣ କଲି ନା ପଛପଟରୁ ଯାଇ ତାଙ୍କୁ ଗୋଟିଏ କିସ୍ କରିଦେଲି। ତାଙ୍କର ମନ ପୁରା ଖୁସି ହେଇଗଲା। ସେ କ'ଣ କଲେ ନା ମୋ ହାତଟିକୁ ଧରି ମୋତେ ତାଙ୍କ ଜଙ୍ଘ ଉପରକୁ ଟାଣି ନେଲେ ଏବଂ ତାଙ୍କ ଜଙ୍ଘ ଉପରେ ମୋତେ ବସାଇ ନିର୍ଦ୍ଧୁମ ଭାବରେ ମୋ ଗାଲରେ ଚୁମା ମାରିବାକୁ ଲାଗିଲେ। ମୁଁ କ'ଣ କରିଥିଲି ନା ଚାଲାକି କରି ସେଦିନ କେବଳ ନାଇଟିଟିଏ ପିନ୍ଧିଥିଲି, ହାଲକା ଡ୍ରେସ୍, ପୁରା ପତଳା। ତେଣୁ ନାଇଟିର କଲର୍ ଥିଲା ହ୍ୱାଇଟ୍ ଏବଂ ବ୍ରାର କଲର୍ ଥିଲା ବ୍ଲାକ୍। ବ୍ରାରେ ମୋ ଦୁଧ ଗୁଡ଼ିକ ପୁରା ପିଚକି ନା ଆଗକୁ ବାହାରି ରହିଥିଲା ଏବଂ ଖୁବ୍ ସୁନ୍ଦର ମଧ୍ୟ ଦିଶୁଥିଲା। ତେଣୁ ସେ କ'ଣ କଲେ ନା ବାରମ୍ବାର ମୋ ସେଇ ଦୁଧକୁ ଚାହୁଁଥିଲେ ଏବଂ ମୋତେ କିସ୍ କରୁଥିବା ସମୟରେ ସେ ତାଙ୍କର ହାତକୁ ନେଇ ମୋ ଦୁଧ ଉପରେ ରଖିଦେଲେ ଏବଂ ଚିପିବାକୁ ଲାଗିଲେ। କିଛି ସମୟ ମୋ ଦୁଧକୁ ଚିପି ସାରିଲା ପରେ ମୁଁ କ'ଣ କଲି, ତାଙ୍କୁ ଜୋରରେ କଣ୍ଢେଇ ଧରିଲି ଏବଂ ତାଙ୍କୁ ଖାଲି ଚୁମା ମାରି ଚାଲିଲି। ତାପରେ ମୋ ବାଁ ହାତରେ ମୁଁ ତାଙ୍କର ବାଣ୍ଡ ଉପରେ ହାତକୁ ବୁଲାଇବାକୁ ଲାଗିଲି। ଦେଖିଲି ତାଙ୍କର ବାଣ୍ଡ ପୁରା ଟାଣ ହୋଇଯାଇଛି ଏବଂ ବହୁତ ଲମ୍ବା। ତେଣୁ ନିଜର ଲୋଭକୁ ମୁଁ ଆଉ ସମ୍ଭାଳି ପାରିଲି ନାହିଁ। ମୁଁ କ'ଣ କଲି ନା ସିଧା ପଲଙ୍କ ଉପରେ ଶୋଇପଡ଼ିଲି ଏବଂ ତାଙ୍କୁ ଟାଣି ନେଇ ମୋ ଉପରେ ଶୁଆଇଦେଲି। ସେ କୌଣସି ମୌକାକୁ ଆଉ ଛାଡ଼ିବେ? ସେ କ'ଣ କଲେ ନା ମୋର ନାଇଟିଟିକୁ ପୁରା ଖୋଲିଦେଲେ ଏବଂ ମୋର ବ୍ରା ଖୋଲି ମୋର ବଡ଼ ବଡ଼ ଦୁଇଟି ଦୁଧକୁ ବାହାର କରି ଆଣିଲେ ଏବଂ ତାଙ୍କ ପାଟିରେ ମୋ ଦୁଧକୁ ଚୁଚୁମିବାକୁ ଲାଗିଲେ। ମୋତେ ସେତେବେଳେ ବହୁତ ମଜା ଲାଗୁଥିଲା। ମୁଁ ଖାଲି ମଜାକୁ ଉପଭୋଗ କରୁଥିଲି। ସେ କିଛି ସମୟ ଏମିତି କରିସାରିଲା ପରେ ତାପରେ ତାଙ୍କର ହାତ ଆସ୍ତେ ଆସ୍ତେ ତଳ ଆଡ଼କୁ ଗଲା
ମୁଁ ପିନ୍ଧିଥିବା ଚଢ଼ିକୁ ସେ ତଳକୁ ଟାଣିଦେଲେ ଏବଂ ମୋ ବିଆରେ ହାତ ବୁଲେଇବାକୁ ଲାଗିଲେ। କିଛି ସମୟ ହାତ ବୁଲେଇ ସାରିଲା ପରେ ସେ ତାଙ୍କ ଆଙ୍ଗୁଳି ମୋ ବିଆ ଭିତରେ ପଶେଇଲେ ଏବଂ କିଛି ସମୟ ସଲସଲ କଲେ। ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ କ'ଣ କଲି ନା ପାଗଳି ଭଳିଆ ଉଠି ପଡ଼ିଲି ଏବଂ ତାଙ୍କର ପ୍ୟାଣ୍ଟକୁ ପୁରା ଖୋଲିଦେଲି ଏବଂ ତାଙ୍କ ଚୁଡ଼ି ଭିତରେ ଥିବା ବାଣ୍ଡକୁ ପୁରା ବାହାରକୁ ବାହାର କରି ଆଣିଲି। କିଛି ସମୟ ପାଟିରେ ନେଇ ତାକୁ ଖାଲି ଚୁଚୁମିବାକୁ ଲାଗିଲି। କିଛି ସମୟ ଚୁଚୁମି ସାରିଲା ପରେ ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ସେ କ'ଣ କଲେ ନା ତାଙ୍କ କାଣ୍ଡକୁ ଆଣି ମୋ ବିଆ ଭିତରେ ପଶେଇଲେ। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ କ'ଣ କଲେ ନା ଖାଲି ତାଙ୍କର କାଣ୍ଡକୁ ମୋ ବିଆରେ ଘଷି ଘଷି ହେଲେ ଏବଂ ତାଙ୍କ କାଣ୍ଡରୁ ଯେଉଁ ହାଲକା ହାଲକା ପାଣି ବାହାରିଥିଲା ସେଇ ପାଣିରେ ମୋ ବିଆକୁ ପୁରା ଓଦା କରିଦେଲେ। ତାପରେ ତାଙ୍କ କାଣ୍ଡକୁ ପଶାଇଲେ। ଏଥର ତାଙ୍କ କାଣ୍ଡଟି ଖୁବ୍ ସହଜରେ ମୋ ବିଆ ଭିତରେ ପଶିଗଲା। ତାପରେ ସେ ଡେଇଁବା ଆରମ୍ଭ କଲେ। 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଲଗାତାର ଭାବରେ ସେ ଡେଇଁ ଚାଲିଲେ। ମୁଁ ତାପରେ ତାଙ୍କୁ କହିଲି, ତୁମେ ଗୋଟେ କାମ କର, ମୋତେ ପଛପଟରୁ ଡିହ। ଏବଂ ମୁଁ କ'ଣ କଲି, ପେଟି ଶୋଇପଡ଼ିଲି ଏବଂ ମୋର ଗାଣ୍ଡିଟା ତାଙ୍କ ପଟକୁ ଦେଖାଇଦେଲି। ସେ ଖଟ ତଳେ ଛିଡ଼ା ହେଲେ ଏବଂ ମୋ ଗାଣ୍ଡି ପଟରୁ ତାଙ୍କର କାଣ୍ଡକୁ ମୋ ବିଆ ଭିତରେ ପଶେଇଲେ। 10ରୁ 15 ମିନିଟ୍ ପର୍ଯ୍ୟନ୍ତ ପୁଣି ସେ ଡେଇଁବାକୁ ଲାଗିଲେ। ଏମିତି ଘିଁ ଘିଁ ହେଉଥିବା ସମୟରେ ମୋ ବିଆରୁ ସବୁ ରସ ବାହାରିଗଲା। କିନ୍ତୁ ମୋ ବୟଫ୍ରେଣ୍ଡର ସେତେବେଳେ ପର୍ଯ୍ୟନ୍ତ ଶାନ୍ତି ଆସିନଥିଲା, କାରଣ ତାଙ୍କ କାଣ୍ଡରୁ ସେତେବେଳେ ପର୍ଯ୍ୟନ୍ତ ରସ ବାହାରି ନଥିଲା। ତେଣୁ ସେ ମୋତେ ଛାଡ଼ୁନଥିଲେ। ମୁଁ କ'ଣ କଲି ନା ତାଙ୍କ କାଣ୍ଡକୁ ପୁଣି ଚୁଚୁମିବାକୁ ଲାଗିଲି। କିଛି ସମୟ ଚୁଚୁମି ସାରିଲା ପରେ ସେ କହିଲେ, ତୁମେ ଆଉ ଟିକେ ଶୁଅ, ମୁଁ ତୁମକୁ ଆଉ ଟିକେ ଡେଇଁବି। ମୁଁ କହିଲି, ହଉ ଠିକ୍ ଅଛି। ତାପରେ ମୁଁ ଖଟ ଉପରେ ଶୋଇପଡ଼ିଲି। ସେ କ'ଣ କଲେ ନା ମୋର 2ଟି ଟାଙ୍ଗକୁ ଉପରକୁ ଟେକି ଧରିଲେ ଏବଂ ତଳେ ଛିଡ଼ା ହୋଇ ତାଙ୍କର ଦାଣ୍ଡକୁ ପୁଣି ମୋ ବିଆ ଭିତରେ ପଶେଇଲେ। ପାଖାପାଖି 20ରୁ 25 ମିନିଟ୍ ପର୍ଯ୍ୟନ୍ତ ସେ ଡେଇଁ ଚାଲିଲେ। ତାପରେ ତାଙ୍କ ଦାଣ୍ଡରୁ ସବୁ ରସ ବାହାରିଗଲା। ଏଥର ସେ ଶାନ୍ତି ପାଇଗଲେ। ତ ସେଦିନର ଘଟଣା ଆଜି ପର୍ଯ୍ୟନ୍ତ ମୋର ମନେ ଅଛି। ଏମିତି ଆମେ ବହୁତ ଥର ଡିଆଁ ଡିଇଁ ହେଉ। ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ, ତେବେ ଦୟାକରି ଏହାକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।